ଉତ୍ତର ରାଜନୀତିରେ ଜଣେ ଚର୍ଚ୍ଚିତ ପୁରୁଷ ହେଉଛନ୍ତି ସୁରେନ୍ଦ୍ରନାଥ ନାୟକ। ତାଙ୍କର ଅବର୍ତ୍ତମାନରେ ସେ ଆଜି ଦିବଙ୍ଗତ। ଆମେ ସମସ୍ତେ ଯେଉଁମାନେ ତାଙ୍କ ସାଙ୍ଗରେ କାମ କରିଛୁ ଆମେ ଅତ୍ୟନ୍ତ ଦୁଃଖିତ ଏବଂ ତାଙ୍କ ପରିବାରକୁ ମଧ୍ୟ ଆଜି ଭାଙ୍ଗି ପଡ଼ିଛନ୍ତି। ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ, ତଥାପି ବନ୍ଧୁମାନଙ୍କୁ ସଂକଳିବାରେ ଅବହେଳା କରୁନଥିଲେ। ମଝିରେ ମଝିରେ ଜିଦ୍ କରିକି ଯାଇକି କାହାକୁ ଟିକେ ଦେଖା କରିଦେଇ ଆସୁଥିଲେ। ଜନ୍ମାଷ୍ଟମୀ ଦିନ ଘରେ ଗୋଟିଏ ଉତ୍ସବ ପାଳନ କରୁଥିଲେ, ସମସ୍ତଙ୍କୁ ଡାକୁଥିଲେ, ଲୋଡ଼ୁଥିଲେ, ଖୋଜୁଥିଲେ ବନ୍ଧୁମାନଙ୍କୁ। ଏବଂ ତାଙ୍କର ରାଜନୈତିକ କାର୍ଯ୍ୟ ଉତ୍ତର ପିଢ଼ି ପାଇଁ ନିଶ୍ଚୟ ଆଦର୍ଶନୀୟ, କାରଣ ସେ ସାଧାରଣ ଲୋକଟିଏ ଅସାଧାରଣ କାର୍ଯ୍ୟ କରିବାର ବ୍ୟଗ୍ର ଥାନ୍ତି ଏବଂ ଚାଷୀ ମୂଲିଆ ଏମାନଙ୍କର କଥା ବିଧାନସଭାରେ ବାରମ୍ବାର ଉଠାନ୍ତି, ଜଳସେଚନ କଥା, ସବୁ କଥା। ମୁଁ ତାଙ୍କ ସାଙ୍ଗରେ ଅନେକ ଦିନ ବିଧାନସଭାରେ କାମ କରିଛି, ସାଙ୍ଗ ହୋଇକି ରହିଛୁ। ସେ ଡେପୁଟି ସ୍ପିକର ଥାଇ ମଧ୍ୟ ସ୍ପିକର ଆସନରେ ଥିଲେ ଏବଂ ରେଭିନ୍ୟୁ ମିନିଷ୍ଟର ଥିଲେ, ମନ୍ତ୍ରୀ ତାପରେ ଏଡୁକେସନ ମିନିଷ୍ଟର ଥିଲେ। ସବୁ କ୍ଷେତ୍ରରେ ମୁଁ ତାଙ୍କ ସାଙ୍ଗରେ କାମ କରିଛି। ସେ ଯଦି ସଂକଳ୍ପ ନେଇଥାନ୍ତି କୌଣସି କାର୍ଯ୍ୟ କରିବା ପାଇଁ, ତାହା ନିଶ୍ଚୟ କରିକିରି ସିଦ୍ଧାନ୍ତ ସେ କରିଥାନ୍ତି। ଆଜି ତାଙ୍କର ଅବର୍ତ୍ତମାନରେ ମୁଁ ବହୁତ ଦୁଃଖିତ ଏବଂ ସାରା ଓଡ଼ିଶା ଜଣେ ଭଲ ରାଜନେତା ହରେଇ ବସିଲା ଏବଂ ଉତ୍ତର ପିଢ଼ି ତାଙ୍କର ସମସ୍ତ କାର୍ଯ୍ୟକୁ ଅଧ୍ୟୟନ କରିବେ ଏବଂ ତାଙ୍କ ଅନୁସରଣ କରିବେ, ଏହି ଆଶା କରୁଛି।